ରାଧେ ହରେ କୃଷ୍ଣ ହରି ବୋଲ। ଆଜି ଜଲ୍ଦି ସବୁଠୁ ପ୍ରଥମେ ଉଠି ପଡ଼ିଲି। ମୁଁ ବହୁତ ସକାଳୁ ଭୋର ଭୋର ଉଠି ପଡ଼ିଛି। ଆଶ୍ଚର୍ଯ୍ୟ କଥା, 5:13 ହେଇଛି, ମୋତେ ନିଦ ଭାଙ୍ଗିଗଲା। ତ ମୁଁ ଆଉ ତାପରେ ଶୋଇଲିନି। ଉଠିକି ପ୍ରଥମେ ଢକ୍ ଢକ୍ କରି ପାଣି ଟିକେ ପିଇ ନେଲି। ତାପରେ ଏଥିରେ ଯାହା ମେସେଜ୍ ଆସିଥିଲା, ଆଉ ସକାଳୁ ଯେହେତୁ ଭଲ ନେଟୱାର୍କ ଆସେ, ତେଣୁକରି ବସିକି ଟିକେ ଏଡିଟିଂ କରିନେଲି। ତାପରେ ମୁଁ ନିଷ୍ପତ୍ତି ନେଲି କି ଆଜି ମୁଁ ଟିକେ ରୋଷେଇ କରିନେବି। ତେଣୁକରି ଏମାନେ ଶୋଇଥିଲେ, ନ ଉଠେଇକି ମୁଁ ଚାଲି ଆସିଲି ରୋଷେଇ କରିବା ପାଇଁ। ସେମାନେ ଶୋଇଥିଲେ। ଶୋଇକି ଉଠିବା ପରେ ସେମାନେ ଉଠିକି ପଢ଼ାପଢ଼ି ଯାହା କିଛି ସେମାନଙ୍କର କାର୍ଯ୍ୟକ୍ରମ ଥିଲା ସେମାନେ କରିଲେ। ଆଉ ପୂଜା ବାବୁଙ୍କର ଆଜି ରେଷ୍ଟ, ସେ ଟିକେ ପଢ଼ାପଢ଼ି କରନ୍ତି ସକାଳୁ ଉଠିକି। ତ ସେ ପଢ଼ାପଢ଼ି କଲା ଭିତରେ ମୁଁ ରୋଷେଇ କାର୍ଯ୍ୟ ଆଜି ଆରମ୍ଭ କଲି। ତାପରେ ରୋଷେଇ କାର୍ଯ୍ୟ ଚାଲୁ ଚାଲୁ ମୁଁ ଉଠିକି ଯେହେତୁ ସେମାନେ ପୂଜାପାଠ କରିବେ ଗାଧୋଇ ଆସିକି, ତେଣୁକରି ଘର ସବୁ ଝାଟାଝାଟି କରିଦେଲି, ସଫା କରିଦେଲି। ଓହଳାଓଳି କରିସାରିବା ପରେ ମୁଁ ପୁଣି ଥରେ ରୋଷେଇ ପାଖକୁ ଚାଲିଗଲି। ଦେଖନ୍ତୁ ପୁରା ବହଳିଆ ଘାଟା ଡାଲ ତଡ଼କା ବନା ହେଇଗଲା। ଟିକେ ପାଣି ଦେବାକୁ ପଡ଼ିବ ଏଥିରେ। ତା ସହିତ ସୁନୀଲ ଭାଇଙ୍କ ପାଇଁ ଗରମ ଗରମ ପଖାଳ ଭାତ, ଏଥିରେ ଲେମ୍ବୁ ମଧ୍ୟ ପକା ହେଇଛି। ତା ସହିତ ରାତିରେ ଯାହା ଭାତ ଥିଲା ସେଥିରେ କିଛି ଗ୍ରୀନ୍ ମଟର ବଗେରା ମିଶାଇକି ଟୋଷ୍ଟ ରାଇସ୍ ବନେଇଦେଲି। ମୁଁ ଗାଧୋଇ ଆସିଲା ଭିତରେ ସେମାନେ ଖାଇକି ପୁରା ରେଡ଼ି ହେଇଗଲି। ତାପରେ ମୁଁ ଆସିଲି, ପ୍ରତିଦିନ ଭଳିଆ ଭଗବାନ ପାଖରେ ପୂଜାର୍ଚ୍ଚନା କରିକି ଆଶୀର୍ବାଦ ଗ୍ରହଣ କରିନେଲି। ତାପରେ ଯାହା ଟିକେ ଟିକେ ଚୁଟି ଥିଲା ସେଟାକୁ ଟିକେ କୁଣ୍ଡେଇକି ସାଇଜ୍ କରିଦେଲି। ତାପରେ ଟିକେ ଡିଓ ମାରିକି ରେଡ଼ି ହେଇକି ମୁଁ ବାହାରି ପଡ଼ିଲି ଖାଇବା ପାଇଁ। ଖାଇସାରିବା ପରେ ଆମର ଯାହା ଥିଲା ରାତିର ଭାତ, ସେଇଟା ଆଉ ତଡ଼କା ଡାଲ ଯେଉଁଟା ବନେଇଥିଲି ସେଇଟା ନେଲା ପରେ ଖାଇସାରି ମୁଁ ରେୟାନ୍ସକୁ ନେଇକି ବାହାରି ପଡ଼ିଲି ସ୍କୁଲ ଗଲା ପରେ। ଫୋନ୍ ୟୁଜ୍ କରିହେବନି, କିନ୍ତୁ ସନ୍ଧ୍ୟାବେଳେ ବହୁତ ସମୟ ବିରକ୍ତ ହେଲି ବ୍ଲଗ୍ ଅପଲୋଡ଼ କରିବା ପାଇଁ। ନେଟୱାର୍କ ନଥିଲା, ଅସୁବିଧା ହେଇକିରି ଆସିଲା ବେଳେ ପିଲାମାନେ ଘରକୁ ଟ୍ୟୁସନ୍ ପଢ଼ିବା ପାଇଁ ଆସିଯାଇଛନ୍ତି। ତ ତାପରେ ମୁଁ ଫ୍ରେଶ୍ ଅପ୍ ହେଇକି ରେଡ଼ି ହୋଇଗଲି। ଡବାରୁ କିଛି ଚଣା ବାହାର କଲି। ଚଣା ବାହାର କରି ପକେଟ୍ରେ ଭର୍ତ୍ତି କରିକି ମୁଁ ବାହାରି ପଡ଼ିଲି ଜିମ୍ ଯିବା ପାଇଁ। ଯେହେତୁ ଜିମ୍ ଆରମ୍ଭ ହୋଇଛି ତ ବନ୍ଦ କରିଲେ ପୁଣି ବିରକ୍ତ ହେଇକି ପୁଣି ଅଳସୁଆ ହେଇଯିବି, ତେଣୁକରି ସିଧାସଳଖ ଆସିଗଲି ଜିମ୍ ଆସିଲା ବେଳେ ତ ଏଠି ଟିକେ ଜଲ୍ଦି ଖୋଲା ହୁଏ ଆଉ ଜଲ୍ଦି ଟିକେ କ୍ଲୋଜ୍ ହେଇଯାଏ। ତ ମୁଁ ଟିକେ ଆସିଲା ବେଳେ ବିଳମ୍ବ ହେଇଗଲା। ତ ମୁଁ ଆସିକି ଜିମ୍ରେ ପହଞ୍ଚିଗଲି। ଜିମ୍ରେ ପହଞ୍ଚାରିବା ପ୍ରଥମେ ଆମର ଯାହା ମୋର ୱାର୍ମଅପ୍ ସେସନ୍ ଥାଏ, ମୁଁ ୱାର୍ମଅପ୍ ସେସନ୍ ଧୀରେ ଧୀରେ ଆରମ୍ଭ କଲି। ପ୍ରଥମେ ୱାର୍ମଅପ୍ କରୁ ପ୍ରଥମେ ୱାର୍ମଅପ୍ ଆରମ୍ଭ କଲି ସ୍କିପିଂରୁ। କିଛି ସମୟ ପ୍ରଥମେ ସ୍କିପିଂ କରିନେଲି। ସ୍କିପିଂର ଗୋଟେ ବେନିଫିଟ୍, ଯଦି ଆପଣ କରିବେ ପୁରା ଓଭରାଲ୍ ବଡ଼ି ଆପଣଙ୍କର ଏକ୍ସରସାଇଜ୍ ପୁରା ହିଟ୍ ହେଇଯିବ, ଗରମ ହେଇଯିବ। ତାପରେ କିଛି ଚେଷ୍ଟ ପ୍ରେସ୍ କରିନେଲି। ଚେଷ୍ଟ ପ୍ରେସ୍ କରିସାରିବା ପରେ ମୁଁ ଟିକେ ଷ୍ଟ୍ରେଚ୍ କରିକି ପୁଣି ଥରେ ଆମର ଆବ୍ସ କିକ୍ ମାରିଦେଲି। ଆବ୍ସ କିକ୍ ମାରିଲା ପରେ ମୁଁ ଚାଲିଗଲି ଟିକେ ପୁଲ୍ଅପ୍ସ କରିବା ପାଇଁ। ଟିକେ ପୁଲ୍ଅପ୍ସ ମାରିନେଲି। ତ ଏଠିକାର ମେନ୍ ଜିନିଷ ହେଲା କି ଯେ ଟିକେ ଜଲ୍ଦି ଖୋଲା ହୁଏ, ଟିକେ ଜଲ୍ଦି କ୍ଲୋଜ୍ ହୋଇଯାଏ। ସେଇଠି ଭଳିଆ ନୁହଁ କି 11ଟା 12ଟା ପର୍ଯ୍ୟନ୍ତ ରହିବ। ଏଠି 6ଟାରୁ 8ଟା, ୟାଠୁ ବେଶୀ ନାହିଁ। ତାପରେ କ୍ଲୋଜ୍ କରିଦିଅନ୍ତି। ଗୋଟେ ପରେ ଗୋଟେ ଏକ୍ସରସାଇଜ୍ ମୁଁ କରିନେଲି। ଯେହେତୁ ପ୍ରଥମେ ବହୁତ ଦିନ ପରେ ମୁଁ ଆରମ୍ଭ କରିଛି, ତେଣୁକରି କିଛି ହାର୍ଡ଼ ୱାର୍କଆଉଟ୍ ନ କରିକି ନର୍ମାଲ ବଡ଼ିକୁ ଟିକେ ସେଟ୍ କଲା ଭଳିଆ କ୍ଲିୟର କରିଦେଲି। ଶେଷରେ ଟିକେ ଆବ୍ସ ରୋଲ୍ କରିନେଲି। ତାପରେ ଆବ୍ ରୋଲ୍ କରିସାରିବା ପରେ ପୁଣି ଟ୍ରାଏଙ୍ଗଲ୍ ପୁସଅପ୍ସ ମାରିକି ପୁଣି ଘରକୁ ଫେରିଗଲି। ଯେହେତୁ ଜଲ୍ଦି ହେଇଯାଇଛି ତ ମୋତେ ଆଜି ଏମାନଙ୍କ ସହିତ ମିଶିକି ଖାଇବାର ସୁଯୋଗ ମିଳିଛି। ତ ଗଲାବେଳେ ସୁନୀଲ ଭାଇ ଆମର ଛତୁ ଆଳୁ ତରକାରୀ କରିଦେଇଛନ୍ତି। ତାପରେ ମୁଁ ଗଲି, କପଡ଼ା ଚେଞ୍ଜ କରି ଆମେ ସମସ୍ତେ ମିଶିକିରି ପୁରା ଆନନ୍ଦରେ ଖାଇଲୁ, କଥାବାର୍ତ୍ତା ହେଇ। ତାପରେ ମୁଁ ବସିକି କିଛି ସମୟ ସକାଳେ ଯାହା ପଢ଼ିଥିଲି, ଯାହା କିଛି ପେଣ୍ଡିଂ ଥିଲା ଟିକେ ପଢ଼ି ନେଲି। ତାପରେ ଆରାମସେ ଶୋଇପଡ଼ିଲି। ନେକ୍ସଟ ବ୍ଲଗ୍ରେ ଦେଖା ହେବା। ଆଣ୍ଡ ଡୋଣ୍ଟ ଫରଗେଟ୍ ଟୁ ସବସ୍କ୍ରାଇବ୍ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ରାଘବ ବୋରା। ଥ୍ୟାଙ୍କ ୟୁ, ଲଭ୍ ୟୁ ଆଣ୍ଡ ସୋ ସମ୍ ଲଭ୍।